କ'ଣ ଆପଣ ମଧ୍ୟ ସ୍ୱପ୍ନରେ ଅନେକ ଥର ସାପ ଦେଖିଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏହି ପ୍ରବଚନକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବାକୁ ପଡ଼ିବ। ଏହି ପ୍ରବଚନ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ ଯେ ସ୍ୱପ୍ନରେ ସାପ ଦେଖିବାର ଅର୍ଥ କ'ଣ। ପ୍ରାଚୀନ ପୁରାଣରେ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ବ୍ୟାଖ୍ୟା କରାଯାଇଛି। ଏହି ସ୍ୱପ୍ନଗୁଡ଼ିକର ଆମ ଜୀବନ ସହିତ କିଛି ସମ୍ପର୍କ ଅଛି। ପ୍ରାଚୀନ କାଳରୁ ସାପଗୁଡ଼ିକୁ ପବିତ୍ର ବୋଲି ବିବେଚନା କରାଯାଇଛି ଏବଂ ଯେତେବେଳେ ଏହି ସାପଗୁଡ଼ିକ ଆମ ସ୍ୱପ୍ନରେ ଦେଖାଯାଏ, ସେମାନେ ଆମକୁ ଆମର ଭବିଷ୍ୟତ ସହିତ ଜଡ଼ିତ ସଙ୍କେତ ଦେଇଥାନ୍ତି। କିଛି ସଙ୍କେତ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସେଗୁଡ଼ିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ତେଣୁ ଆପଣ ଏହି ପ୍ରବଚନକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବାକୁ ପଡ଼ିବ, କାରଣ ଅସମ୍ପୂର୍ଣ୍ଣ ଜ୍ଞାନ ଜୀବନରେ ଘାତକ ହୋଇଥାଏ। ତେଣୁ ଆସନ୍ତୁ ଜାଣିବା, ମହାଦେବ ଶିବ ମାତା ପାର୍ବତୀଙ୍କୁ ସାପଙ୍କ ସ୍ୱପ୍ନ ସହିତ ଜଡ଼ିତ କ'ଣ ଗୁପ୍ତ କଥା କହିଥିଲେ। ଭକ୍ତମାନେ, ଥରେ ଦେବୀ ପାର୍ବତୀ ଏବଂ ଭଗବାନ ଶିବ କୈଳାସ ପର୍ବତରେ ଉଚ୍ଚ ଶିଖରରେ ଏକାଠି ବସିଥିଲେ। ହିମାଳୟର ଥଣ୍ଡା ପବନ ଏବଂ ବରଫ ଆଚ୍ଛାଦିତ ଶିଖର ମଧ୍ୟରେ ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପଚାରିଲେ, ହେ ସ୍ୱାମୀ, ମୋତେ କୁହନ୍ତୁ, ସ୍ୱପ୍ନର ଅର୍ଥ କ'ଣ? ଏହା ପଛରେ କୌଣସି ପୁଣ୍ୟବାର୍ତ୍ତା ଲୁଚି ରହିଛି କି? ମଣିଷ ଯେଉଁ ସ୍ୱପ୍ନ ଦେଖୁଛି ତାହାର ଅର୍ଥ କ'ଣ? ଦୟାକରି ମୋତେ ସ୍ୱପ୍ନର ରହସ୍ୟ ବିଷୟରେ କୁହନ୍ତୁ। ଭଗବାନ ଶିବ ହସି ହସି ଦେବୀ ପାର୍ବତୀଙ୍କୁ ଚାହିଁ କହିଲେ, ହେ ଦେବୀ, ସ୍ୱପ୍ନ ଆମ ଅବଚେତନ ମନର ଏକ ପ୍ରକାଶ। ଏଗୁଡ଼ିକ ଆମ ଜୀବନର ଘଟଣା, ଭାବନା ଏବଂ ଆକାଂକ୍ଷାର ପ୍ରତିଫଳନ। ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ ଏବଂ ଭବିଷ୍ୟତ ଘଟଣା ବିଷୟରେ ଆମକୁ ପୂର୍ବ ସୂଚନା ଦେଇଥାଏ। ଦେବୀ ପାର୍ବତୀ ତାପରେ ପଚାରିଲେ, ହେ ସ୍ୱାମୀ, ଯଦି କେହି ସ୍ୱପ୍ନରେ ସାପ ଦେଖେ ତେବେ ଏହାର ଅର୍ଥ କ'ଣ? ମଣିଷ ସ୍ୱପ୍ନରେ ସାପ କାହିଁକି ଦେଖେ? ସ୍ୱପ୍ନରେ ସାପ କ'ଣ କୌଣସି ସଙ୍କେତ ପ୍ରଦାନ କରେ? ଦୟାକରି ବୁଝାନ୍ତୁ। ଭଗବାନ ଶିବ ଉତ୍ତର ଦେଲେ, ହେ ଦେବୀ ପାର୍ବତୀ, ତୁମେ ସତ୍ୟ କହିଛ। ସ୍ୱପ୍ନରେ ସାପ ଦେଖିବା ଭବିଷ୍ୟତ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ଏହି ବିଷୟ ବ୍ୟାଖ୍ୟା କରିବା ପୂର୍ବରୁ ମୁଁ ତୁମକୁ ଏକ ପ୍ରାଚୀନ କାହାଣୀ ଶୁଣାଉଛି। ଏହି କାହାଣୀ ଆସ୍ତିକ ନାମକ ଜଣେ ରାଜା ଏବଂ ଜଣେ ଋଷିଙ୍କ ବିଷୟରେ। ଏହି କାହାଣୀ ଶୁଣିବା ପରେ ତୁମେ ବୁଝିପାରିବ ଯେ ଆମେ କାହିଁକି ଆମର ସ୍ୱପ୍ନରେ ସର୍ପ ଦେଖୁ। ତେଣୁ ତୁମେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବା ଉଚିତ। ଯିଏ ଏହି କାହାଣୀକୁ ଧ୍ୟାନର ସହିତ ଶୁଣେ, ସେମାନଙ୍କ ସ୍ୱପ୍ନରୁ ଶୁଭଫଳ ଥାଏ। ସେମାନଙ୍କର ଦାରିଦ୍ର୍ୟ ଦୂର ହୁଏ ଏବଂ ଆସନ୍ନ ଅସୁବିଧା ଟଳିଯାଏ। ଦେବୀ ପାର୍ବତୀ କୁହନ୍ତି, ହେ ପ୍ରଭୁ, ମୁଁ ଆଜି ଏହି କାହାଣୀକୁ ଧ୍ୟାନର ସହିତ ଶୁଣିବି। ଦୟାକରି ମୋତେ କାହାଣୀ ଶୁଣାନ୍ତୁ। ତାପରେ ମହାଦେବ ମାତା ପାର୍ବତୀଙ୍କୁ କାହାଣୀ ଶୁଣାନ୍ତି। ବନ୍ଧୁଗଣ, ଏବେ ମୁଁ ତୁମକୁ କାହାଣୀଟି କହିବାକୁ ଯାଉଛି। ଏହି କାହାଣୀଟି ଧ୍ୟାନର ସହିତ ଶୁଣ, କାରଣ ତୁମେ ସ୍ୱପ୍ନରେ ଭୁଲ ଅର୍ଥ କରିପାର। ଏଣୁ ଏହାକୁ ଅଧା ଶୁଣ ନାହିଁ। ତେଣୁ ଆସନ୍ତୁ କାହାଣୀଟିକୁ ଶୁଣିବା। ପ୍ରାଚୀନ କାଳରେ ଦେବଦତ୍ତ ନାମକ ଜଣେ ମହାନ ରାଜା ଥିଲେ। ରାଜା ଦେବଦତ୍ତ କେବଳ ତାଙ୍କର ବୀରତ୍ୱ ଏବଂ ସାହସ ପାଇଁ ପ୍ରସିଦ୍ଧ ନଥିଲେ, ବରଂ ସେ ଜଣେ ଧାର୍ମିକ ଏବଂ ନ୍ୟାୟବାଦୀ ଶାସକ ମଧ୍ୟ ଥିଲେ। ତାଙ୍କର ରାଜ୍ୟ ବିଶାଳ ଏବଂ ସମୃଦ୍ଧ ଥିଲା। ତାଙ୍କ ପ୍ରଜାମାନେ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ସମ୍ମାନ କରୁଥିଲେ। ରାଜା ଦେବଦତ୍ତଙ୍କ ଆଚରଣ ନ୍ୟାୟପୂର୍ଣ୍ଣ, ଦୟାଳୁ ଏବଂ କରୁଣାପୂର୍ଣ୍ଣ ଥିଲା। ସେ ତାଙ୍କ ପ୍ରଜାଙ୍କ ସମସ୍ୟାକୁ ଧ୍ୟାନର ସହିତ ଶୁଣୁଥିଲେ ଏବଂ ସେଗୁଡ଼ିକ ସମାଧାନ ପାଇଁ ଚେଷ୍ଟା କରୁଥିଲେ। ସେ ନିୟମିତ ଭାବରେ ଯଜ୍ଞ ଏବଂ ଧାର୍ମିକ ଧର୍ମକାଣ୍ଡ କରୁଥିଲେ ଏବଂ ଭଗବାନ ଶିବଙ୍କ ଜଣେ ଭକ୍ତ ମଧ୍ୟ ଥିଲେ। ରାଜା ଦେବଦତ୍ତ ରାଣୀଙ୍କ ନାମ ସୁଭଦ୍ରା ଥିଲା। ସୁଭଦ୍ରା ଅତ୍ୟନ୍ତ କୋମଳ, ବୁଦ୍ଧିମାନ ଏବଂ ପ୍ରତ୍ୟେକ ପରିସ୍ଥିତିରେ ରାଜାକୁ ନିରନ୍ତର ସମର୍ଥନ କରୁଥିଲେ। ରାଜା ଏବଂ ରାଣୀଙ୍କର କୌଣସି ସନ୍ତାନ ନଥିଲେ, ଯାହା କେତେକ ସମୟରେ ସେମାନଙ୍କୁ ଚିନ୍ତାରେ ପକାଉଥାଏ। ତାପରେ ଗୋଟିଏ ରାତିରେ ରାଜା ଦେବଦତ୍ତ ଏକ ଅଜବ ସ୍ୱପ୍ନ ଦେଖିଲେ। ତାଙ୍କ ପାଦ ପାଖରେ ଏକ ମୃତ ସାପ ପଡ଼ିଛି। ଏହି ସ୍ୱପ୍ନ ଦେଖି ରାଜା ଗଭୀର ଭାବରେ ଭୟଭୀତ ହୋଇଗଲେ। ନିଦରୁ ଉଠି ସେ ରାଣୀ ସୁଭଦ୍ରାଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ରାଜା ଦେବଦତ୍ତ ଚିନ୍ତିତ ହୋଇ ରାଣୀଙ୍କୁ ପଚାରିଲେ, ହେ ରାଣୀ, ମୁଁ ସ୍ୱପ୍ନରେ ଏକ ମୃତ ସାପ ଦେଖିଲି। ଏହାର ଅର୍ଥ କ'ଣ ହୋଇପାରେ? ରାଣୀ ରାଜାଙ୍କୁ ସାନ୍ତ୍ୱନା ଦେଇ କହିଲେ, ପ୍ରଭୁ, ସ୍ୱପ୍ନ ସବୁବେଳେ କିଛି ବାର୍ତ୍ତାରେ ପ୍ରତୀକ ଦେଇଥାଏ, କିନ୍ତୁ ସ୍ୱପ୍ନର ଅର୍ଥ ବୁଝିବା ପାଇଁ ଆମକୁ ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ସାହାଯ୍ୟ ନେବାକୁ ପଡ଼ିବ। ତାପରେ ରାଜା ତାଙ୍କ ମନ୍ତ୍ରୀମାନଙ୍କୁ ଡାକି କହିଲେ, ମନ୍ତ୍ରୀଗଣ, ଆଜି ମୁଁ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲି।
ମୁଁ ମୋ ପାଦ ପାଖରେ ଏକ ମୃତ ସାପ ପଡ଼ିଥିବା ଦେଖିଲି। ଏହି ସ୍ୱପ୍ନର ଅର୍ଥ କ'ଣ ହୋଇପାରେ? ତୁମେ ସମସ୍ତେ ଯାଇ ଖୋଜ। ତାପରେ ସମସ୍ତେ ମନ୍ତ୍ରୀମାନେ ଯାଇ ସହରରେ ରହୁଥିବା ଅନେକ ଋଷି ଏବଂ ସନ୍ଥମାନଙ୍କୁ ପଚାରିଲେ, କିନ୍ତୁ କେହି ସେମାନଙ୍କୁ ଏହି ସ୍ୱପ୍ନର ଅର୍ଥ କହିପାରିଲେ ନାହିଁ। ତେଣୁ ସେମାନେ ଫେରିଆସିଲେ ଏବଂ ରାଜାଙ୍କୁ କହିଲେ, ହେ ରାଜନ, ଆମ ରାଜ୍ୟରେ ଏପରି କେହି ନାହାନ୍ତି ଯିଏ ଆପଣଙ୍କ ସ୍ୱପ୍ନର ବ୍ୟାଖ୍ୟା କରିପାରିବ। ତାପରେ ଆଉ ଜଣେ ମନ୍ତ୍ରୀ ରାଜାଙ୍କ ପାଖକୁ ଆସି କୁହନ୍ତି, ହେ ମହାରାଜ, ଆମ ରାଜ୍ୟର ନିକଟବର୍ତ୍ତୀ ଜଙ୍ଗଲରେ ଆସ୍ତିକ ଋଷି ନାମକ ଏକ ବିଦ୍ୱାନ ବାସ କରନ୍ତି। ସେ ସମସ୍ତ ସାପମାନଙ୍କୁ ବିନାଶକାରୀ ଯଜ୍ଞରୁ ରକ୍ଷା କରିଥିଲେ। ସେଥିପାଇଁ ତାଙ୍କୁ ସାପମାନଙ୍କର ରକ୍ଷକ ବୋଲି ବିବେଚନା କରାଯାଇଥାଏ। ଆମକୁ ତାଙ୍କ ପାଖକୁ ଯିବା ଉଚିତ। କେବଳ ସେ ହିଁ ତୁମର ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିପାରିବେ। ତାପରେ ରାଜା ଦେବଦତ୍ତ ଆସ୍ତିକ ମୁନିଙ୍କ ଆଶ୍ରମକୁ ଯିବାକୁ ନିଷ୍ପତ୍ତି ନେଲେ। ତାଙ୍କ ସୈନ୍ୟମାନଙ୍କ ସହିତ ରାଜା ଏକ ରଥରେ ଚଢ଼ି ଆସ୍ତିକ ମୁନିଙ୍କ ଆଶ୍ରମକୁ ଗଲେ। ଆସ୍ତିକ ମୁନି ରାଜାଙ୍କୁ ସ୍ୱାଗତ କରି ପଚାରିଲେ, ହେ ମହାରାଜ, ତୁମକୁ ମୋ ଆଶ୍ରମରେ ସ୍ୱାଗତ। ମୋତେ କୁହ, ତୁମର ସମସ୍ୟା କ'ଣ? ତୁମର ଆଗମନର କାରଣ କ'ଣ? ତାପରେ ରାଜା ଦେବଦତ୍ତ ଉତ୍ତର ଦେଲେ, ହେ ମହାରାଜ, ମୁଁ ତୁମ ପାଖକୁ ସାହାଯ୍ୟ ମାଗିବାକୁ ଆସିଛି। ମୁଁ ସାପ ବିଷୟରେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଥିଲି। ମୁଁ ତାର ଅର୍ଥ ଜାଣିବା ପାଇଁ ତୁମ ପାଖକୁ ଆସିଛି। ଆସ୍ତିକ ମୁନି କୁହନ୍ତି, ହେ ମହାରାଜ, ତୁମେ ସାପ ବିଷୟରେ ଯାହା ସ୍ୱପ୍ନ ଦେଖିଛ ତାହା ମୋତେ କୁହ। ସ୍ୱପ୍ନରେ ସାପ ଦେଖିବାର ସର୍ବଦା କିଛି ନା କିଛି ଅର୍ଥ ଥାଏ। ଏହି ସ୍ୱପ୍ନକୁ ବିସ୍ତାରିତ ଭାବରେ ବର୍ଣ୍ଣନା କର। ମହାରାଜ ଦେବଦତ୍ତ ଆସ୍ତିକ ମୁନିକୁ କହିଛନ୍ତି, ଯଦି ତୁମେ ସ୍ୱପ୍ନରେ ତୁମ ସିଂହାସନରେ ସାପ ଛୁଆ ବସିଥିବାର ଦେଖ, ତେବେ ଏହା ଏକ ସଂକେତ ଯେ ତୁମ ଘରେ ଶୀଘ୍ର ଏକ ସନ୍ତାନ ଜନ୍ମ ହେବ। ତୁମର ପୁଅ ମହାନ ହେବ ଏବଂ ତୁମର ରାଜ୍ୟ ଅଧିକାର କରିବ। କିଛି ମାସ ପରେ ରାଣୀ ସୁଭଦ୍ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେହି ପୁତ୍ର ବଡ଼ ହୋଇ ଜଣେ ମହାନ ରାଜା ହେଲେ ଏବଂ ତାଙ୍କ ପିତାଙ୍କ ରାଜ୍ୟର ଉତ୍ତରାଧିକାରୀ ମଧ୍ୟ ହେଲେ। ରାଜା ଦେବଦତ୍ତଙ୍କ 11ତମ ସ୍ୱପ୍ନ। ଗୋଟିଏ ରାତିରେ ରାଜା ଦେବଦତ୍ତ ତାଙ୍କ ସ୍ୱପ୍ନରେ ଏକ ସାପ ଏବଂ ଏକ ନେଉଳ ମଧ୍ୟରେ ଲଢ଼େଇ ଦେଖିଲେ। ନିଦରୁ ଉଠିବା ପରେ ରାଜା ତୁରନ୍ତ ଆସ୍ତିକ ମୁନିଙ୍କ ପାଖକୁ ଯାଇ ପଚାରିଲେ, ହେ ମୁନିବର, ମୁଁ ମୋ ସ୍ୱପ୍ନରେ ଏକ ସାପ ଏବଂ ଏକ ନେଉଳ ମଧ୍ୟରେ ଲଢ଼େଇ ଦେଖିଛି। ଏହାର ଅର୍ଥ କ'ଣ? ଆସ୍ତିକ ମୁନି କହିଲେ, ହେ ମହାରାଜ, ଯଦି ତୁମେ ସ୍ୱପ୍ନରେ ଏକ ସାପ ଏବଂ ଏକ ନେଉଳ ମଧ୍ୟରେ ଲଢ଼େଇ ଦେଖ, ତେବେ ଏହା ଏକ ସଂକେତ ଯେ ତୁମର ଗୁପ୍ତ ଶତ୍ରୁ ମଧ୍ୟ ତୁମ ନିକଟରେ ପ୍ରକାଶିତ ହେବେ ଏବଂ ତୁମର ତାଙ୍କ ସହିତ ଲଢ଼େଇ ହେବ। କିଛି ଦିନ ପରେ ରାଜାଙ୍କ ଗୁପ୍ତ ଶତ୍ରୁ ପ୍ରକାଶ ପାଇଲା ଏବଂ ରାଜା ତାଙ୍କୁ ପରାସ୍ତ କଲେ। ରାଜା ଦେବଦତ୍ତଙ୍କର 12ତମ ସ୍ୱପ୍ନ। ଗୋଟିଏ ରାତିରେ ରାଜା ଦେବଦତ୍ତ ସ୍ୱପ୍ନରେ ଦେଖିଲେ ଯେ ଏକ ସାପ ଏକ ଶିବଲିଙ୍ଗ ଚାରିପାଖରେ ଗୁଡ଼େଇ ହୋଇ ରହିଛି। ନିଦରୁ ଉଠିବା ପରେ ରାଜା ତୁରନ୍ତ ଆସ୍ତିକ ମୁନିଙ୍କ ପାଖକୁ ଯାଇ ପଚାରିଲେ, ହେ ମୁନିବର, ମୁଁ ସ୍ୱପ୍ନରେ ଏକ ଶିବଲିଙ୍ଗ ଚାରିପାଖରେ ଗୁଡ଼ା ହୋଇଥିବା ଏକ ସାପ ଦେଖିଲି। ଏହାର ଅର୍ଥ କ'ଣ? ଆସ୍ତିକ ମୁନି କହିଲେ, ହେ ମହାରାଜ, ଯଦି ଆପଣ ସ୍ୱପ୍ନରେ ଏକ ଶିବଲିଙ୍ଗ ଚାରିପାଖରେ ଗୁଡ଼ା ହୋଇଥିବା ଏକ ସାପ ଦେଖନ୍ତି, ତେବେ ଏହା ସୂଚିତ କରେ ଯେ ଆପଣଙ୍କୁ ଭଗବାନ ଶିବଙ୍କ ଆଶୀର୍ବାଦ ମିଳିବ ଏବଂ ଆପଣଙ୍କର କିଛି ବିଶେଷ ଇଚ୍ଛା ପୂରଣ ହୋଇପାରେ। ଏହାପରେ ରାଜା ଭଗବାନଙ୍କ ଶିବକୁ ପୂଜା କଲେ ଏବଂ ତାଙ୍କର ବିଶେଷ ଇଚ୍ଛା ପୂରଣ ହେଲା। ରାଜା ଦେବଦତ୍ତଙ୍କ 13ଦଶ ସ୍ୱପ୍ନ। ଗୋଟିଏ ରାତିରେ ରାଜା ଦେବଦତ୍ତ ଏକ ଭୟଙ୍କର ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ତାଙ୍କ ଛାତି ଉପରେ ଏକ କଳା ସାପ ବସିଛି। ରାଜା ବହୁତ ଭୟଭୀତ ହୋଇ ତୁରନ୍ତ ଆସ୍ତିକ ମୁନିଙ୍କ ପାଖକୁ ଗଲେ। ହେ ମୁନି, ମୁଁ ଏକ ଭୟଙ୍କର ସ୍ୱପ୍ନ ଦେଖିଛି। ମୋ ଛାତି ଉପରେ ଏକ କଳା ସର୍ପ ବସିଛି। ଏହାର ଅର୍ଥ କ'ଣ ହୋଇପାରେ? ରାଜା ଭୟଭୀତ ହୋଇ ପଚାରିଲେ। ଆସ୍ତିକ ମୁନି ଗମ୍ଭୀର ସ୍ୱରରେ କହିଲେ, ହେ ମହାରାଜ, ଏହି ସ୍ୱପ୍ନ ତୁମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ। ଏହାର ଅର୍ଥ ହେଉଛି ତୁମର ମୃତ୍ୟୁ ନିକଟତର। ତୁମେ ତୁରନ୍ତ ଭଗବାନ ଶିବଙ୍କ ଶରଣ ନେବା ଉଚିତ ଏବଂ ତାଙ୍କୁ ପୂଜା କରିବା ଉଚିତ। କେବଳ ସେ ହିଁ ତୁମକୁ ଏହି ବିପଦରୁ ରକ୍ଷା କରିପାରିବେ। ରାଜା ଦେବଦତ୍ତ ଭୟଭୀତ ହୋଇଗଲେ ଏବଂ ତୁରନ୍ତ ଭଗବାନ ଶିବଙ୍କୁ ପୂଜା ଆରମ୍ଭ କଲେ। ସେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ତପସ୍ୟା ଏବଂ ଅନେକ ଯଜ୍ଞ ଏବଂ ପୂଜା ଅର୍ଚ୍ଚନା ମଧ୍ୟ କଲେ। ଭଗବାନ ଶିବ ରାଜା ଦେବଦତ୍ତଙ୍କ ଭକ୍ତି ଏବଂ ତପସ୍ୟା ଦେଖି ପ୍ରସନ୍ନ ହୋଇ କହିଲେ, ହେ ମହାରାଜ, ମୁଁ ତୁମର ଭକ୍ତି ଏବଂ ତପସ୍ୟା ଉପରେ ପ୍ରସନ୍ନ। ତୁମେ ମୃତ୍ୟୁ ଭୟରେ ନୁହେଁ ବରଂ ସତ୍ୟ ହୃଦୟରେ ମୋତେ ପୂଜା କରିଛ। ତେଣୁ ମୁଁ ତୁମକୁ ଆଶୀର୍ବାଦ କରୁଛି ଯେ ତୁମେ ଦୀର୍ଘ ଜୀବନ ଏବଂ ସୁସ୍ଥ ସୁଖୀ ଜୀବନ ବଞ୍ଚିବ। ରାଜା ଦେବଦତ୍ତ ଭକ୍ତିର ସହିତ କହିଲେ, ହେ ଦେବଗଣ ମହାଦେବ, ତୁମର କୃପା ଯୋଗୁଁ ମୋର ଜୀବନ ଦୀର୍ଘ ହୋଇଛି। ମୁଁ ତୁମର ଆଶୀର୍ବାଦ ପାଇ ଅତ୍ୟନ୍ତ କୃତଜ୍ଞ। ମୁଁ ସର୍ବଦା ତୁମର ପୂଜା କରିବି।
ଭଗବାନ ଶିବ ରାଜାଙ୍କୁ ଆଶୀର୍ବାଦ କଲେ ଏବଂ ତାଙ୍କ ମୃତ୍ୟୁର ବିପଦ ଟଳିଗଲା। ରାଜା ଦେବଦତ୍ତ ତାଙ୍କ ରାଜ୍ୟରେ ବହୁତ ଦିନ ପର୍ଯ୍ୟନ୍ତ ଖୁସିରେ ବାସ କଲେ ଏବଂ ଶାନ୍ତିରେ ରାଜୁତି କଲେ। କାହାଣୀ ଶୁଣିବା ପରେ ଦେବୀ ପାର୍ବତୀ କହିଲେ, ହେ ପ୍ରଭୁ, ଏହି କାହାଣୀଟି ବହୁତ ଆକର୍ଷଣୀୟ ଏବଂ ଶିକ୍ଷଣୀୟ ଥିଲା। ଏବେ ମୁଁ ସ୍ୱପ୍ନର ମହତ୍ତ୍ୱ ଏବଂ ସେଗୁଡ଼ିକ ଆମ ଜୀବନକୁ କିପରି ପ୍ରଭାବିତ କରେ ତାହା ବୁଝିପାରୁଛି। ଭଗବାନ ଶିବ ହସି କହିଲେ, ହେ ଦେବୀ ପାର୍ବତୀ, ସ୍ୱପ୍ନ ଆମକୁ ଆମର ଅବଚେତନାର ଗଭୀରତା ସହିତ ସଂଯୋଗ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରେ। ଆମେ ସେଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବା ଏବଂ ସେମାନଙ୍କଠାରୁ ଶିଖିବା ଉଚିତ। ପାର୍ବତୀ ରାଜା ଦେବଦତ୍ତଙ୍କ ସ୍ୱପ୍ନ ପ୍ରମାଣିତ କଲା ଯେ ପ୍ରତ୍ୟେକ ସ୍ୱପ୍ନ ଏକ ବାର୍ତ୍ତା ବହନ କରେ। ଏକ ମୃତ ସାପ ବିଷୟରେ ସ୍ୱପ୍ନ ଜୀବନର ବାଧା ଓ କଷ୍ଟର ଅନ୍ତକୁ ସୂଚିତ କରେ। ଏହା ଏକ ଶୁଭ ସଂକେତ ଯେ କଷ୍ଟ ହଜିଯାଉଛି ଏବଂ ସୁଖର ସମୟ ଆସିବାକୁ ଯାଉଛି। ଯଦି କେହି ସ୍ୱପ୍ନରେ ଏକ ସାପ ଧରିଥାଏ, ତେବେ ଏହା ସୂଚିତ କରେ ଯେ ବ୍ୟକ୍ତି ତାଙ୍କ କଠିନ ପରିଶ୍ରମ ଦ୍ୱାରା ଧନ ଅର୍ଜନ କରିବେ ଏବଂ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରିବେ। ଏହା ସଫଳତା ଏବଂ ସମୃଦ୍ଧିର ପ୍ରତୀକ। ଯଦି ଏକ ଉଡ଼ନ୍ତା ସାପ ସ୍ୱପ୍ନରେ ସ୍ପଷ୍ଟ ଭାବରେ ଦେଖାଯାଏ, ତେବେ ଏହା ପ୍ରଗତି ଏବଂ ବିକାଶର ପ୍ରତୀକ। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତିଙ୍କ ଜୀବନରେ ଅଭିବୃଦ୍ଧି, ପ୍ରଗତି ଏବଂ ଉନ୍ନତି ହେବ। ଯଦି ଏକ କଳା ସାପ ସ୍ୱପ୍ନରେ ଦେଖାଯାଏ, ତେବେ ଏହା କାଳସର୍ପ ଦୋଷର ପ୍ରତୀକ। ଏହା ଅଶୁଭ, କିନ୍ତୁ ଏହାର ପ୍ରତିକାର ସମ୍ଭବ, ଯାହା ବ୍ୟକ୍ତିଙ୍କୁ ଆଶ୍ୱସ୍ତି ଦେଇପାରେ। ଯଦି ସ୍ୱପ୍ନରେ ଏକ ସବୁଜ ସାପ ଦେଖାଯାଏ, ତେବେ ଏହା ଏକ ଶୁଭ ସଂକେତ ଏବଂ ନିକଟ ଭବିଷ୍ୟତରେ ଭଲ ଘଟଣାଗୁଡ଼ିକର ସୂଚାଏ। ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ। ଯଦି ସ୍ୱପ୍ନରେ ଏକ ଧଳା ସାପ ସ୍ପଷ୍ଟ ଭାବରେ ଦେଖାଯାଏ, ତେବେ ଏହା ଧନ ପ୍ରାପ୍ତିକୁ ସୂଚିତ କରେ। ଏହି ସ୍ୱପ୍ନ ଆର୍ଥିକ ସମୃଦ୍ଧି ଏବଂ ସଫଳତାକୁ ସୂଚିତ କରେ। ଯଦି ସ୍ୱପ୍ନରେ ଜଣେ ସ୍ପଷ୍ଟ ଭାବରେ ବ୍ୟକ୍ତି ଭୟରେ କୌଣସି ବ୍ୟକ୍ତିଠାରୁ ଦୂରେଇ ପଳାଉଛି, ତେବେ ଏହା ଏକ ଅଶୁଭ ସଂକେତ ଏବଂ ସୂଚିତ କରେ ଯେ ଶତ୍ରୁମାନେ ସେମାନଙ୍କୁ ପ୍ରଚାରିତ କରିପାରନ୍ତି। ସତର୍କ ରହିବା ଆବଶ୍ୟକ। ଯଦି ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଏକ ସାପ କାମୁଡ଼ିଥାଏ, ତେବେ ଏହା କୌଣସି ଅଶୁଭ ଘଟଣା ଚେତାବନୀ। ଏହା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କିମ୍ବା ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ଯଦି ସ୍ୱପ୍ନରେ ଏକ ନାଗ ଏବଂ ସର୍ପ ଜଡ଼ା ଦେଖାଯାଏ, ତେବେ ଏହା ସୂଚିତ କରେ ଯେ ପୂର୍ବପୁରୁଷମାନେ ସେମାନଙ୍କୁ ସୂଚନା ଦେଇଛନ୍ତି ଯେ ସେମାନେ ସେମାନଙ୍କ ପରିବାରର ଦେବତାଙ୍କୁ ପୂଜା କରିବା ଉଚିତ, ଯାହା ପରିବାର ମଧ୍ୟରେ ଶାନ୍ତି ସୁଖ ସୁନିଶ୍ଚିତ କରିବ। ଯଦି ସ୍ୱପ୍ନରେ ଏକ ସାପ ସିଂହାସନରେ ବସିଥିବାର ଦେଖାଯାଏ, ତେବେ ଏହା ଏକ ଶିଶୁର ଆଗମନକୁ ସୂଚିତ କରେ, ଯିଏ ମହାନ ହେବ ଏବଂ ଶାସନ କରିବ। ଏହା ଏକ ଶୁଭ ଏବଂ ଉତ୍ସାହଜନକ ସ୍ୱପ୍ନ। ଯଦି ସ୍ୱପ୍ନରେ ସାପ ଏବଂ ନେଉଳ ଲଢ଼ନ୍ତି, ତେବେ ଏହା ଏକ ଗୁପ୍ତ ଶତ୍ରୁର ପ୍ରକାଶ ଏବଂ ତାଙ୍କ ବିରୁଦ୍ଧରେ ସଂଘର୍ଷକୁ ସୂଚିତ କରେ। ବ୍ୟକ୍ତି ସତର୍କ ରହିବା ଉଚିତ ଏବଂ ସେମାନଙ୍କ ଶତ୍ରୁମାନଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ଉଚିତ। ଯଦି ସ୍ୱପ୍ନରେ ଏକ ସାପ ଶିବଲିଙ୍ଗ ଚାରିପାଖରେ ଗୁଡ଼ା ହୋଇଥିବା ଦେଖାଯାଏ, ତେବେ ଏହା ଭଗବାନ ଶିବଙ୍କ ଆଶୀର୍ବାଦ ଏବଂ ଏକ ବିଶେଷ ଇଚ୍ଛା ପୂରଣକୁ ସୂଚିତ କରେ। ଏହା ଏକ ଅତ୍ୟନ୍ତ ଶୁଭ ଏବଂ ଆଧ୍ୟାତ୍ମିକ ସ୍ୱପ୍ନ। ଯଦି କୌଣସି ବ୍ୟକ୍ତି ନିଜ ଛାତିରେ ଏକ କଳା ସାପ ବସିଥିବାର ଦେଖନ୍ତି, ତେବେ ଏହା ଆସନ୍ନ ମୃତ୍ୟୁ କିମ୍ବା ଗମ୍ଭୀର ସମସ୍ୟାର ସଂକେତ। ତେଣୁ ବ୍ୟକ୍ତି ଈଶ୍ୱରଙ୍କ ଆଶୀର୍ବାଦ ପାଇବା ଉଚିତ। ଏହିପରି ଭଗବାନ ଶିବ ପାର୍ବତୀଙ୍କୁ ସ୍ୱପ୍ନରେ ସାପ ଦେଖାଯିବାର ଶୁଭ ଏବଂ ଅଶୁଭ ସଂକେତ ପ୍ରକାଶ କରିଥିଲେ। ବନ୍ଧୁମାନେ, ଆମେମାନେ ଏହି ଚ୍ୟାନେଲ ମାଧ୍ୟମରେ ଜନସମାଜରେ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରାଇଥାଉ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ତେବେ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିଦେବେ। ଏବଂ ଆପଣ ଯଦି ମହାଦେବଙ୍କୁ ଆରାଧନା କରନ୍ତି, ତେବେ ତଳେ ଦିଆଯାଇଥିବା କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଲେଖିଦିଅନ୍ତୁ।